ଜୟ ଜଗନ୍ନାଥ ସାଙ୍ଗମାନେ। ବର୍ତ୍ତମାନ ଆଜି ପ୍ରବଳ ଶୀତ। ଶୀତରେ ଟୋଟାଲି ବି ସକାଳୁ ଉଠିବାକୁ ଇଚ୍ଛା ହେଉନି। କ'ଣ କରିବା? ଉପରୁ କାଲିଠୁ ଅର୍ଡ଼ର ଅଛି, ଜଲ୍ଦି ଜଲ୍ଦି ଉଠି ଗାଡ଼ି ପୂଜା କରିବାକୁ ପଡ଼ିବ, କାରଣ ଆଜି ହେଉଛି ମକର ସଂକ୍ରାନ୍ତି। ମୁଁ ସାଙ୍ଗେ ସାଙ୍ଗେ ଉଠି ପଡ଼ିଲି। ଉଠିକି ବାହାରକୁ ଯିବାକୁ ଇଚ୍ଛା ହେଉଛି। ଟାଇମ୍ ଦେଖିଲା ଆସିକି 6:30। ମୋତେ କହିଥିଲେ 7ଟା ପୂର୍ବରୁ ଆସିକି ମନ୍ଦିରଠି ପହଞ୍ଚିବା ପାଇଁ। ମୁଁ ଲେଟ୍ ନ କରି ଆସିଗଲି ଦୁଆରେ ଛୁଆ ନଳକୂପ ଗାଧୋଇବା ପାଇଁ। ପୋଖରୀକି ଯାଇ ହେବନି, ପୋଖରୀ ପାଣି ପ୍ରବଳ ଥଣ୍ଡା। ସେ ଲେଟ୍ ନ କରି ସାଙ୍ଗେ ସାଙ୍ଗେ ଗାଧୁଆ ସାରିଦେଇ ମୁଁ ରେଡ଼ି ହେଇକି ବାହାରିଲି ଗାଡ଼ି ପାଖକୁ। ବୋଉ ଆଜି ସକାଳୁ ସକାଳୁ ପଳେଇଛି ମନ୍ଦିର, ମୋତେ ପାଣି ବାଲ୍ଟି ନେଇକି ଯିବାକୁ ପଡ଼ୁଛି। ଗାଡ଼ି ଆମର କାଲିଠୁ ଧୁଆଧୁଇ କରିକି ଭଲ ଭାବରେ ରଖିଥିଲି। ଆଜି ଖାଲି କାକର ଟିକେ ପଡ଼ିଯାଇଥିଲା ଉପରେ, କାକର ଟିକେ ପୋଛାପୋଛି କରିଦେଉଛି ଏବଂ ଚକା ଚାରିଟାରେ ପାଣି ଦେଇକି ବାହାରି ଯିବା ମନ୍ଦିର, କାରଣ ଗାଡ଼ି ମନ୍ଦିରଠି ହିଁ ଆଜି ପୂଜା ହେବ। ଆଉ ମୁଁ ଏଠି କିଛି ଧୂପ ଫୂପ କିଛି ଦେବିନି, ସେଇଠି ଗଲା ପରେ ହିଁ ପୂଜା ହେବ। ସାଙ୍ଗେ ସାଙ୍ଗେ ଆମ ଗାଁରୁ ବର୍ତ୍ତମାନ ଦେଖନ୍ତୁ କେତେ କୁହୁଳା ପଡ଼ିଛି, ବାହାରି ପଡ଼ିଲି ମୁଁ ମନ୍ଦିରଠିକି। ଏବେ ଚାଲନ୍ତୁ ଯିବା ମନ୍ଦିର ଭିତରକୁ ଏଣ୍ଟ୍ରି କରିବା। ଏଇଟା ହେଉଛି ଆମ ମାଲିକଙ୍କର ଗାଁ। ତାଙ୍କ ଗାଁ ମନ୍ଦିର ହିଁ ଗାଡ଼ି ପୂଜା ହେବ। ଗାଡ଼ି ଆସିକି ପହଞ୍ଚିଗଲା ଆମର ମନ୍ଦିର ପାଖରେ। 2ଟା ଗାଡ଼ି ଆମେ ଥୋଇ ଦେଇଛୁ ପୁରା ଲାଇନ୍ କରିକି। ମନ୍ଦିର ଭିତରୁ ପ୍ରଥମେ ଯିବା। ମନ୍ଦିର ଭିତରେ ଠାକୁରଙ୍କୁ ଦର୍ଶନ କରି ତାପରେ ଗାଡ଼ି ପୂଜା ଆରମ୍ଭ ହେବ। ଭାଇନା ଏବେ ଆସିଲେ ହେରି ଗାଡ଼ି ପୂଜା କରୁଛନ୍ତି। ଗାଡ଼ିରେ ଭଲ ଭାବରେ ପୂଜା କରିସାରିଲା ପରେ ତାପରେ ଯୁଆଡ଼େ ଭଡ଼ା ଆସି ଦେଖିବା ଭଲ ଭାବରେ ସରିଲା ପରେ ଏବେ ଆସିଗଲା ଲେମ୍ବୁ ଚଢ଼େଇବା ପାଇଁ। ଲେମ୍ବୁ ଚଢ଼େଇ ଦେଇ ବର୍ତ୍ତମାନ ମୁଁ ଯାଉଛି ଏବେ ପୁଣି ଥରେ ମନ୍ଦିର। ଦେଖାଯାଉ ଆଜି କୁଆଡ଼େ କ'ଣ ଭଡ଼ା ଅଛି। ମାଲିକ କହିଲେ ଚାଲ ଆମ ଘରଠିକି। ତାଙ୍କ ଘରଠିକି ବର୍ତ୍ତମାନ ଯାଉଛି। ତାଙ୍କ ଘରଠିକି ଗଲା ପରେ ସେ ମୋତେ କହିଲେ ଆଜି ଭୁବନେଶ୍ୱର ହିଁ ଭଡ଼ା ଅଛି। ଭୁବନେଶ୍ୱର ଉତ୍ତର। ମୁଁ କହିଲି ହଉ ଠିକ୍ ଅଛି, କେଉଁଠିକି ଯିବି କ'ଣ ଟିକେ କୁହ। ସିଏ ମୋତେ କଷ୍ଟମରଙ୍କ ନମ୍ବର ଦେଇଦେଲେ ଏବଂ ତାଙ୍କ ଘରର ଠିକଣା ଦେଇଦେଲେ। ମୁଁ ଲେଟ୍ ନ କରି ସାଙ୍ଗେ ସାଙ୍ଗେ ବାହାରି ପଡ଼ିଲି ତାଙ୍କ ଘରଠିକି। ଦେଖନ୍ତୁ ବାଟରେ ଗଲାବେଳେ ଆମର ପଡ଼ିଲା ଜଗନ୍ନାଥ ମନ୍ଦିର। ରଣପୁର ଜଗନ୍ନାଥ ମନ୍ଦିର ହିଁ ପାଖରୁ ହିଁ ସେ ଯିବେ। ତାଙ୍କ ଦୁଆରେ ଆସିକି ଗାଡ଼ି ଲଗେଇଦେଲି। ମୁଁ ବସିଛି, ସେମାନେ ଏପର୍ଯ୍ୟନ୍ତ କେହି ଆସିନାହାନ୍ତି। ଆସିବେ ଆଉ। ଖାଲି ଗାଡ଼ି ଭିତରେ ମୁଁ ଏକୁଟିଆ କ'ଣ କରିବି, ଟିକେ ଭିଡ଼ିଓ ବନେଇଦେଲି। ଚାଲନ୍ତୁ ତାଙ୍କୁ ଅପେକ୍ଷା କରିବା, ସେ ଆସିଲା ପରେ ଯିବା। ସିଏ ଆସିଲା ପରେ ସିଏ କହିଲେ ଆଜି ଆମର ଯେହେତୁ ସଂକ୍ରାନ୍ତି, ସିଏ ବି ଟିକେ ମନ୍ଦିର ଯିବେ। ବାଟରେ ପଡ଼ିଲା ଆମର ଶିବ ମନ୍ଦିର। ସିଏ ଗଲେ ମନ୍ଦିର ଭିତରକୁ। ମୁଁ କହିଲି ମୁଁ ହିଁ ବାହାରେ ବସିଛି, ମୁଁ ଆଉ କାହିଁ ଯିବି ଭିତରକୁ। ମୁଁ ତ ଏବେ ସାଙ୍ଗେ ସାଙ୍ଗେ ମନ୍ଦିରରୁ ଆସିଲି, ଥାଉ ଏଇଠୁ ହିଁ ମୁଣ୍ଡିଆ ମାରିଦେଉଛି। ସିଏ ଗଲା ପରେ ଆମେ ଆଉ ଲେଟ୍ ନ କରି ପୁରା ଡାଇରେକ୍ଟ ଆସିକି ପହଞ୍ଚିଲୁ ଭୁବନେଶ୍ୱର। ଭୁବନେଶ୍ୱରରେ ପହଞ୍ଚିଲା ବେଳକୁ ଟାଇମ୍ ଦେଖିଲା ଆସିକି 12:55। ଆଉ ଲେଟ୍ ନ କରି ସାଙ୍ଗେ ସାଙ୍ଗେ ପଳେଇ ଆସିଲୁ ମନ୍ଦିର। ଗୋଟେ ମନ୍ଦିର ପିଓର ଭେଜ୍ ଆଜି ଖାଇଦେଇକି ପୁରା ଶାନ୍ତି ଲାଗିଲା। ଚାଲନ୍ତୁ ବର୍ତ୍ତମାନ ତାଙ୍କ ଜାଗାକୁ ଯିବା। ଫାଇନାଲି ଆମେ ଆସିକି ପହଞ୍ଚିଗଲୁ ତାଙ୍କ ଲୋକେସନରେ। ସିଏ ମୋତେ ପକୋଡ଼ି ଦେଇଥିଲେ ଖାଇବା ପାଇଁ। ପକୋଡ଼ି ଖାଇସାରିଲା ପରେ ଆଉ ଲେଟ୍ ନ କରି ଆମେ ସିଧା ବାହାରିଥିଲୁ ଗାଁକୁ। ଦେଖନ୍ତୁ ସମୟ ଆସିକି 10ଟା ହେଲାଣି, ପୁଣି ସେଇ ଜଗନ୍ନାଥ ମନ୍ଦିରରେ ଆସିକି ପହଞ୍ଚିଗଲି। କଷ୍ଟମର ବର୍ତ୍ତମାନ ତାଙ୍କ ଘରେ ମୁଁ ଛାଡ଼ିଦେଲି। ମୁଁ ଏବେ ବାହାରିବି ଆମ ଘରକୁ। ଆଉ ଏଇଠୁ ଆମ ଘର ଆଉ ମିନିମମ୍ 3 କିଲୋମିଟର ଦୂର। ଆପଣମାନେ ଏପର୍ଯ୍ୟନ୍ତ ମୋ ଭିଡ଼ିଓ ଦେଖିଲେଣି, ଯଦି ମୋ ଭିଡ଼ିଓଟି ଭଲ ଲାଗୁଛି ତାହେଲେ ଲାଇକ୍ କରିବେ, ସେୟାର କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବେ।